ସବୁଦିନ ସେହି ଗୋଟେ ଜଳଖିଆ ଖାଇ ଖାଇ ବୋର୍ ହେଇଯାଉଛନ୍ତି ତାହେଲେ ଏହି ଜଳଖିଆକୁ ଗୋଟେ ଥର ନିଶ୍ଚୟ ଟ୍ରାଏ କରିବେ। ଖୁବ୍ କମ୍ ସମୟରେ ଖୁବ୍ ସହଜରେ ଏହି ଜଳଖିଆ ତିଆରି ହୁଏ ଆଉ ଏତିକି ସ୍ୱାଦିଷ୍ଟ ଯେ ପିଲାମାନେ ସର୍ବପ୍ରଥମେ ଏହାକୁ ବେଶୀ ଖାଇବେ ଆଉ ଘରେ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିବ। ତ ଦର୍ଶକ ବନ୍ଧୁମାନେ ଚାଲନ୍ତୁ ଆଜିର ରେସିପିଟି ଷ୍ଟାର୍ଟ କରିବା। ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତ ଏଠି ଦେଖନ୍ତୁ ଗୋଟେ ଗିନା ନେଇଛି, ସେଥିରେ ମୁଁ ଗୋଟେ ଗିନା ସୁଜି ନେଇଛି। ସୁଜି ମୋଟା ହଉ କି ପତଳା କୌଣସି ପ୍ରକାରେ ହେଲେ ଚଳିବ। ତ ଏଠି ଦେଖନ୍ତୁ ସୁଜି ନେଇଯାଇଛି। ଏହାକୁ କ'ଣ କରିବା ନା ଆମେ ଗୋଟେ ଏଠି ଗ୍ରାଇଣ୍ଡର ଜାର୍ ନେଇଛି, ଛୋଟ ବଡ଼ କୌଣସି ହେଲେ ଚଳିବ। ତ ଗ୍ରାଇଣ୍ଡର ଜାର୍ରେ ଆମେ ସୁଜିକୁ ଆଡ଼୍ କରିଦେବା ଆଉ ଏହି ସୁଜିକୁ ଆମେ ଭଲ ଭାବରେ ପାଉଡର କରି ନେବା, ଯେମିତିକି ଆମର ସୁଜି ଭଲ ଭାବରେ ପାଉଡର ହେଇଯିବ। ଦେଖନ୍ତୁ ଏଠିରେ ଆମର ସୁଜି ଏତେ ଭଲ ଭାବରେ ପୁରା ପାଉଡର ହେଇଯାଇଛି। ହାଲୁକା ଖଦଡ଼ ରହିଲେ ମଧ୍ୟ ଚଳିବ। ଦେଖନ୍ତୁ ହାଲୁକା ଖଦଡ଼ ତ ସେମିତି ହିଁ ରହିବ, ପୁରା ତ ଚାଉଳ ଗୁଣ୍ଡ ପରି ସେମିତି ପାଉଡର ହେବ ନାହିଁ। ତ ଏଠି ଦେଖନ୍ତୁ ଗୋଟେ ଜାଗାରେ ମୁଁ ଏହାକୁ ଢାଲି ନେଉଛି ସବୁତକ ସୁଜି ପାଉଡରକୁ। ଦର୍ଶକ ବନ୍ଧୁ ଆଜିର ରେସିପି ଆପଣମାନେ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟରେ ନିଶ୍ଚୟ ଜଣାଇବେ। ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଇବି। ତ ଏଠି ଦେଖନ୍ତୁ ସବୁ ପାଉଡରକୁ ଢାଲି ସାରିଲା ପରେ ଏବେ କ'ଣ କରିବା, ଆମେ ଏଠିରେ ମୁଁ ଆଡ଼୍ କରୁଛି ଦହି। ଏଠିରେ ମୁଁ 3 ଚାମଚ ଦହି ଆଡ଼୍ କରୁଛି ଆଉ ଏହାକୁ ଆମେ ଭଲ ଭାବରେ ମିକ୍ସ କରି ନେବା। ଦେଖନ୍ତୁ ଏଠାରେ ଗୋଟେ ଡଙ୍କି ସାହାଯ୍ୟରେ ମୁଁ ଏହାକୁ ମିକ୍ସ କରି ନେଉଛି। ହାଲୁକା ମିକ୍ସ କରିନେଲା ପରେ କ'ଣ ଏହା ଦେଖନ୍ତୁ ଭଲ ଭାବରେ ମିକ୍ସ ହେଇପାରୁନାହିଁ, କାରଣ ଦହିର କ୍ୱାଣ୍ଟିଟି କମ୍ ଅଛି। ତେଣୁ ସେଥିପାଇଁ ଏଠାରେ ଆମେ ହାଲୁକା ପାଣି ଆଡ଼୍ କରିଦେବା ଆଉ ଏହାକୁ ଆମେ ଭଲ ଭାବରେ ମିକ୍ସ କରିନେବା। ତ ଦେଖନ୍ତୁ ଏଠାରେ ଆମେ ଏହିପରି ଭଲ ଭାବରେ ମିକ୍ସ କରିନେବା, ଯେମିତିକି ଆମର ଦହି ଏବଂ ସୁଜି ପୁରା ଭଲ ଭାବରେ ମିକ୍ସ ହେଇଯିବ। ଆଉ ଏହିପରି ଆମେ ହାଲୁକା ହାଲୁକା ପାଣି ଦେଇ ଏହାର ଟିକେ ଘୋଳ ତିଆରି କରିନେବା। ତ ଦେଖନ୍ତୁ ଯେମିତିକି ଏଥିରେ ଲମ୍ପସ୍ ନ ପଡ଼ିବ ସେହିପରି ଆମେ ସୁଜି ଏବଂ ଦହିକୁ ଭଲ ଭାବରେ ମିକ୍ସ କରିବା। ତ ଦେଖନ୍ତୁ ଧୀରେ ଧୀରେ ଏହା ପୁରା ଭଲ ଭାବରେ ମିକ୍ସ ହେଇଯାଉଛି। ଯେତେବେଳେ ଆମେ ସୁଜିକୁ ଏହିପରି ଗ୍ରାଇଣ୍ଡିଙ୍ଗ କରି ପାଉଡର କରି ନେଇଥାଉ ସେତେବେଳେ ଆମର ବ୍ୟାଟରଟା ପୁରା ଭଲ ଭାବରେ ତିଆରି ହେଇଥାଏ। ଦେଖନ୍ତୁ କେତେ ଭଲ ଭାବରେ ମିକ୍ସ ହେଇଯାଉଛି ବିନା ଲମ୍ପସରେ। ଯଦି ଲମ୍ପସ୍ ରହିଯିବ ତାହେଲେ ଭଲ ଭାବରେ ତିଆରି ହେଇନଥାଏ। ଦେଖନ୍ତୁ ଆମର ସୁଜିର ଘୋଳ ତିଆରି ହେଇଯାଇଛି। ତ ଏଠି ଦେଖନ୍ତୁ ମୁଁ ପୁରା ଭଲ ଭାବରେ ମିକ୍ସ କରି ନେଉଛି, ଯେମିତିକି ବିଲକୁଲ ବି ଲମ୍ପସ୍ ରହିବନି। ଆଉ ଏହାକୁ ଆମେ ହାଲୁକା ମୋଟା ରଖିବା, ବିଲକୁଲ ବି ପତଳା କରିବାନି। ଯେତେବେଳେ ସୁଜି ଏବଂ ଦହି ଭଲ ଭାବରେ ମିକ୍ସ ହେଇଯିବ ସେତେବେଳେ ଆମେ ଯେଉଁ ଗିନାରେ ସୁଜି ନେଇଥିଲେ ସେମ୍ ସେହି ଗିନାରେ ଗୋଟେ ଗିନା ଅଟା ନେବା। ଅଟା ନେଇ ସାରିଲା ପରେ ଏବେ ଆମେ ଟେଷ୍ଟ ଅନୁସାରେ ଲୁଣ ଦେଇଦେବା। ଏଥିରେ ବେଶୀ କିଛି ଜିନିଷ ବ୍ୟବହାର ହୁଏ ନାହିଁ। ଆଉ ଏହିପରି ଆମେ ହାଲୁକା ହାଲୁକା ସୁଜି ଏବଂ ଅଟାକୁ ଭଲ ଭାବରେ ମିକ୍ସ କରିନେବା। ଦେଖନ୍ତୁ ଏହା କେତେ ପୁରା ଗୋଟେ ଡୋ ପରି ହେଇଯାଉଛି। ତାହେଲେ ଆମେ ପ୍ରଥମେ ଏହାକୁ ହାଲୁକା ମିକ୍ସ କରିନେବା। ଯେତେବେଳେ ହାଲୁକା ମିକ୍ସ ହେଇଯିବ ଆମେ ଏହାକୁ ହାଲୁକା ହାଲୁକା ପାଣି ଆଡ଼୍ କରି ଗୋଟେ ଘୋଳ ତିଆରି କରିନେବା। ଦେଖନ୍ତୁ ମୁଁ ପ୍ରଥମେ ଟିକିଏ ହାଲୁକା ପାଣି ଆଡ଼୍ କରିଛି, ଯେମିତିକି ଏହାକୁ ପୁରା ଭଲ ଭାବରେ ବିନା ଲମ୍ପସ୍ ବାଲା ଗୋଟେ ବ୍ୟାଟର ତିଆରି କରିନେବା। ସେଥିପାଇଁ ଆମେ ଏକାଥରକେ ପାଣି ଦେବା ନାହିଁ, ଏହିପରି ହାଲୁକା ହାଲୁକା ପାଣି ଦେଲେ ବ୍ୟାଟରରେ କୌଣସି ଲମ୍ପସ୍ ପଡ଼ିନଥାଏ ଆଉ ଆମର ବ୍ୟାଟର ପୁରା ଭଲ ଭାବରେ ଗୋଟିଏ ସ୍ମୁଥ୍ ବ୍ୟାଟର ତିଆରି ହେଇଥାଏ। ଦେଖନ୍ତୁ ଏହିପରି ଭଲ ଭାବରେ ମିକ୍ସ କରିନେବା। ଏହିପରି ଟିକିଏ ମୁଁ ମୋଟା ବ୍ୟାଟର ରଖିବା। ହାଲୁକା ପାଣି ଆଉ ଟିକିଏ ଆଡ଼୍ କରିଦେଉଛି ବେଶୀ ମୋଟା ଲାଗିବାରୁ। ଦେଖନ୍ତୁ ଆଉ ଟିକିଏ ହାଲୁକା ପାଣି ଆଡ଼୍ କରି ମୁଁ ଏହାକୁ ଭଲ ଭାବରେ ମିକ୍ସ କରିନେବି। ଦେଖନ୍ତୁ ଆମର ବ୍ୟାଟର ବହୁତ ଭଲ ଭାବରେ ମିକ୍ସ ହେଇଯାଉଛି। ସେଥିପାଇଁ ଆମେ ବାରମ୍ବାର ପାଣି ଦେଇ ମିକ୍ସ କଲେ କ'ଣ ହୁଏ କି ଏହିପରି ବିନା ଲମ୍ପସ୍ ବାଲା ଗୋଟେ ସ୍ମୁଥ୍ ବ୍ୟାଟର ତିଆରି ହୁଏ, ଯେଉଁଥିରେ କି ଆମର ଜଳଖିଆ ଖୁବ୍ ଭଲ ଭାବରେ ତିଆରି ହେଇଥାଏ। ତ ଦର୍ଶକ ବନ୍ଧୁମାନେ ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟରେ ନିଶ୍ଚୟ ଜଣାଇବେ। ଟିକିଏ ବି ଭଲ ଲାଗୁଥିଲେ ଗୋଟେ ଲାଇକ୍ କରିଦେବେ। ତ ଚାଲନ୍ତୁ ଆମେ ନେକ୍ସଟ ପ୍ରୋସେସ୍ କରିବା। ଏହାକୁ ଭଲ ଭାବରେ ମିକ୍ସ କରି ସାରିଲା ପରେ ଏହାକୁ ଆମେ କିଛି ସମୟ ଢାଙ୍କୁଣୀ ଢାଙ୍କି ସୁଜିକୁ ଫୁଲିବା ପାଇଁ କିଛି ସମୟ ରେଷ୍ଟ ପାଇଁ ଛାଡ଼ିଦେବା। ତ ଦେଖନ୍ତୁ ଏହାର କନସିଷ୍ଟେନ୍ସି କେମିତି ଅଛି। ଏହିପରି କନସିଷ୍ଟେନ୍ସି ରହିଲେ ଆମର ଜଳଖିଆ ଖୁବ୍ ଭଲ ଭାବରେ ତିଆରି ହେଇଥାଏ। ଚାଲନ୍ତୁ ଏହାକୁ ଢାଙ୍କି କିଛି ସମୟ ଛାଡ଼ିଦେବା। ଏବେ ଚାଲନ୍ତୁ ଆମେ ନେକ୍ସଟ ପ୍ରୋସେସ୍ରେ ଆମର ଚଟଣି ତିଆରି କରିନେବା। ସେଥିପାଇଁ ମୁଁ ଗୋଟେ କଢ଼େଇ ଗରମ କରି ନେଇଛି ଆଉ ସେଥିରେ ଦେଇଛି ଅଧ ଚାମଚ ରିଫାଇଣ୍ଡ ତେଲ। ତେଲ ହାଲୁକା ଗରମ ହେଇଗଲା ପରେ ଆମେ ଦେବା ଅଧ ଚାମଚ ବିରି ଡାଲି, ଯେଉଁଟାକି ଭଲ ଭାବରେ ପୋଛିକି ନେଇଯାଇଛି। କିଛି ଚିନାବାଦାମ ଦେବା ଆଉ ଗୋଟେ ଚାମଚ ଆଡ଼୍ କରୁଛି ମୁଁ ବୁଟ ଡାଲି। ଏସବୁକୁ ହାଲୁକା ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏଁ ଆମେ ଭାଜି ନେବା। ଏହି ଚଟଣି ଖୁବ୍ ସ୍ୱାଦିଷ୍ଟ ହେଇଥାଏ, ଆପଣମାନେ ଗୋଟେ ଥର ନିଶ୍ଚୟ ଟ୍ରାଏ କରିବେ। ଦେଖନ୍ତୁ ଏଠିରେ ମୁଁ ଆଡ଼୍ କରୁଛି କିଛି କଳା ରସୁଣ
आउ या हल्का गोल्डन ब्राउन कर भाजी नेबा। तो यहीपरी फ्लेम को हाई करवानी ना सबतक पोड़ीज। तो ये देखो गोटे बड़ साइजर टमाटो को बड़ बड़ काटिकी एड कर दूचे और सबतक आम टमाटो को भल भाव में मिक्स करने जिते बेले मिक्स होमें एड करवा स्वाद अनुसार लुण आउ पुणी आम जमीक लुण भल भाव में मिक्स होपरी आम टमाटो को मिक्स करने। तो ये देखो आमर लुण भल भाव में मिक्स हो आम यहाँ हल्का सिझेवाई कौन करवा टिके पानी ऐड करदेबा। से मुझे ऐड करी 2टी सुखिला लंका आपण मैंने चाहिए कंचा लंका ऐड करें। हल्का पानी ऐड कर सारापर यहाँ हल्का मिक्स करदेबा आउ कम आंचर यहाँ बेसी समय सिझेवाई छाड़देबा। सेमती तो बेसी समय लगी न थाए या 1-1.5 मिनिट ढांकी छाड़देबा। तो दर्शक बंधु मैंने यहीपरी गोटे थर आपण मैंने चटनी तैयारी करी देखिए सबू जिनस बहुत टेस्टी लगे। तो देखो किसी समय गलापर यहाँ आम चेक करनेबा। तो देखो ये आमर टमाटो भल भाव में सीझी जाइए। यहाँ आम कौन करवा ना गैस बंद कर यहाँ हल्का चलई नेबा जमीक यह खूब शीघ्र ठंडा हो। तो किसी समय चलई नेला यहाँ आम गोटे जगार काढ़ी नेबा। तो ये देखो सबतक सामग्री को मु काढ़ी नहीं गोटे गिनार काढ़ी नहीं यहाँ किसी समय ठंडा होगापाई छाड़देबा। तो ये देखो ठंडा हो गला गोटे ग्राइंडर जार एड करदेबा आए एड कर सारापर हल्का पानी ऐड करदेबा आउ यहाँ पूरा भल भाव में गोटे पेस्ट हिसाब से बाटी नेबा जमीक पूरा पेस्ट हो। तो ये देखो आमर चटनी बाटी हो जाइए। यही जार रे आमे आउ टिके हल्का पानी ऐड करी एथिरे ऐड करदेबा जमीक आमर चटनी कंसिस्टेंसी ठीक रहिबो। देखंतु एथिरे आमर चटनी रेडी हो जाइए। आम गोटे तड़का लगेबा जो कि मु गोटे डंकी रे किछि रिफाइंड तेल गरम करी नहीं पूरा धुआं उठा जाए। तो गरम हो गला ये किछि सोरिष ऐड कर देछि आ किछि भृसंग पत्र ऐड करी यहाँ आम तड़का लगे नेबा जो कि आमर चटनी खाइबा खूब स्वादिष्ट लगी थाए। तो देखो तैयारी हो जाइए आमर चटनी या इडली डोसा जौन से सांगरे खाइबे बहुत भल लगी थाए। चलते नेक्स्ट प्रोसेस करवा। से देखो ये मु 3 चामच क्षीर नहीं गोटे गिनारे से ऐड करुँची मु उषुम पानी जोटी कि 2-3 चामच हो कम कले चलो। जदि क्षीर जदि उषुम अच्छी गरम पानी ऐड करें। तो ये देखो गोटे चामच मु नहीं गुड़ यह टिके लिक्विड टाइप अच्छी जदि आपड़ टिके टाण गुड़ नौकरी टे ग्रेट करें ना काटिकी ने। तो ये देखो यहाँ आम भल भाव में मिक्स करने यहीपरि उपाय कले कौन हो कि आमर गुड़े जो अलिया थाए कि धूली माटी थाए सब तले बसी जाए। देखो आमर गुड़ भल भाव में मिक्स हो जाइए क्षीर। यही जलखिया को गोटे थर निश्चय ट्राए करेंगे देखिए घरे समस्त को खूब पसंद आसो खास कर पिला मानू। तो देखो सबतक भल भाव में मिक्स हो जाइए गुड़ मेल्ट हो जाइए। ये देखो आमर सुजी एवं घोल पूरा भल भाव में सेट हो जाइए। तो ये आम कौन करवा ना अधा आमर जो गुड़ पानी अच्छी आम ऐड करदेबा आउ मिक्स करने सबतक गोटे थर ऐड करें ना आमर घोल बेसी पतला होगले आमर जलखिया भल भाव में तैयारी हेबनी। तो देखो 2 नंबर रे मुझे ऐड करी तले जो गुड़ी माटी थी सब से गिनारे रही। तो देखो यहाँ आम मिक्स करने यहाँ ना बेसी मोटा रखा ना बेसी पतला रखा। यदि बेसी पतला करदे या कौन हुए कि बेसी भल तैयारी हुए ना आ मोटा जदि करदेबा या खाइबा को बेसी भल लगी न थाए। तो देखो यार कंसिस्टेंसी केमिति अछि एहीपरि कंसिस्टेंसी रहिले हमर जलखिया खूब भल भाव में तैयारी होता है। सबतक भल भाव में मिक्स हो गला एठी मो ठारू गोटे क्लिप मिस हो जाइए जमीती कि मु गोटे छोट चामच रे अध चामच रु कम जमीती कि गोटे पिंच रु 2 पिंच मुझे खाइबा सोडा ऐड करिछि आ ताकू मध्य भल भाव में मिक्स कर नहीं से कौन हुए कि आम जलखिया भल भाव में जाली तैयारी होते हैं आ खूब सॉफ्ट तैयारी होते हैं। चलते नेक्स्ट प्रोसेस करवा जो कि आम जलखिया तैयारी करने। तो ये देखो गोटे पैन रे मु हल्का तेल लगे नहीं से मु ऐड करुँची 1.5 डंकी बैटर आ यहाँ आम हल्का स्प्रेड करने। देखो एबेठू जाली बनवा तैयारी हो जाइए। तो देखो हल्का स्प्रेड कर यहाँ किसी समय बिना ढांकी छाड़देबा जदि ढांकी देबा यहीपरि जाली तैयारी हेबनी। तो देखो किसी समय गलापर पूरा भल भाव में ऊपर सीझी जाइए यही समय ओलटाई देबा। देखो एठिरे जेहेतु आम क्षीर गुड़ यू जिनस ऐड करूँ से देखो यह टी बेसी गोल्डन ब्राउन देखा आपण मैंने चाहिए कम गोल्डन ब्राउन करेंगे। दीपटा जाक भल भाव में सेकी आम जलखिया को काढ़ी नेबा पुणी ए गोटे जलखिया तैयारी करने से हल्का तेल को घसी नहीं।
ତ ଏଠାରେ ମୁଁ 1.5 ଡଙ୍କି ବ୍ୟାଟର ଆଡ୍ କରୁଛି। ଆପଣମାନେ ଚାହିଁଲେ ଆହୁରି ବଡ଼ ମଧ୍ୟ କରିପାରିବେ, ନହେଲେ ଛୋଟ ମଧ୍ୟ କରିପାରିବେ। ଏହାକୁ ପୁରା ଭଲ ଭାବରେ ଏହିପରି ସ୍ପ୍ରେଡ୍ କରିନେବା। ଏହିପରି ଜଳଖିଆ ଗୋଟେ ଥର ନିଶ୍ଚୟ ଟ୍ରାଏ କରିବେ, ଦେଖିବେ ଘରେ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିବ। ଖୁବ୍ କମ୍ ସମୟରେ ଏହି ଜଳଖିଆ ତିଆରି ହୁଏ। ଦେଖନ୍ତୁ କେତେ ଜାଲି ତିଆରି ହେଉଛି, ଖାଇବାକୁ ଏତେ ନରମ ଲାଗିଥାଏ ଯେ ପୁରା ପାଟିରେ ଦଉ ଦଉ ମିଳେଇ ଯାଇଥାଏ। ତ ଦେଖନ୍ତୁ କିଛି ସମୟ ଉପର ଭଲ ଭାବରେ ସିଝିଗଲା ପରେ ଯଦି ହାଲୁକା ଉପରୁ ରହି ମଧ୍ୟ ଯାଇଥିବ ତାହେଲେ ଓଲଟାଇ ଦେଲେ ସେଇଟା ସିଝି ଯାଇଥାଏ। ତ ଦେଖନ୍ତୁ ଏହି ସମୟରେ ମୁଁ ଏହାକୁ କମ୍ ଗୋଲ୍ଡେନ୍ ବ୍ରାଉନ୍ କରିଛି। ଆପଣ ଯେଉଁ ଜିନିଷ ପସନ୍ଦ ବେଶୀ ଗୋଲ୍ଡେନ୍ ବ୍ରାଉନ୍ ନହେଲେ କମ୍ ଗୋଲ୍ଡେନ୍ ବ୍ରାଉନ୍ କରିନେବେ। ତ ଦେଖନ୍ତୁ ଏଥିରେ ଆଉ ଗୋଟେ ଜଳଖିଆ ତିଆରି ହେଇସାରିଲା ପରେ ଏଥିରେ ମୁଁ ଆଉ ଗୋଟେ ଜଳଖିଆ ତିଆରି କରି ନେଉଛି। ଦେଖନ୍ତୁ ଏଥିରେ ତେଲକୁ ଭଲ ଭାବରେ ଘଷି ନେଇଛି। ଏହାକୁ ଆପଣମାନେ ଲୁହା ତାୱା, ନନ୍ଷ୍ଟିକ୍ ତାୱା ଯେଉଁଥିରେ ମଧ୍ୟ ତିଆରି କରିବେ, ଏହା ଖୁବ୍ ଭଲ ତିଆରି ହେଇଥାଏ। ଦେଖନ୍ତୁ ତ ଆପଣମାନେ ଚାହିଁଲେ ଏହି ଜଳଖିଆର କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ। ଏହାକୁ ମୁଁ ମିଡ଼ିୟମ୍ କ୍ୱାଣ୍ଟିଟିରେ କରିଛି। ଦେଖନ୍ତୁ ଏହା ଭଲ ଭାବରେ ଦେଖନ୍ତୁ କେତେ ଭଲ କଲର୍ ଆସିଛି, ଗୋଲ୍ଡେନ୍ ବ୍ରାଉନ୍ ମଧ୍ୟ ହେଉଛି। ଏହିପରି ଜଳଖିଆ ଦେଖିବାକୁ ମଧ୍ୟ ସୁନ୍ଦର ଲାଗିଥାଏ, ଖାଇଲା ବେଳେ ମଧ୍ୟ ଖୁବ୍ ସମୟ ଯାଏଁ ନରମ ଏବଂ ସ୍ୱାଦିଷ୍ଟ ଲାଗିଥାଏ। ତ ଦେଖନ୍ତୁ ଭଲ ଭାବରେ ଓଲଟ ପଲଟ କରି ଏହାକୁ ଗୋଲ୍ଡେନ୍ ବ୍ରାଉନ୍ କରି ଏହିପରି ଆମେ ସବୁତକ ଜଳଖିଆକୁ ତିଆରି କରି ନେଇଛେ। ତ ଏଠି ଦେଖନ୍ତୁ ଆମର ସବୁତକ ଜଳଖିଆ ତିଆରି ହେଇଯାଇଛି। ଦେଖିବାକୁ କେତେ ସ୍ୱାଦିଷ୍ଟ ଦେଖାଯାଉଛି। ଆପଣମାନେ ଚାହିଁଲେ ଏହାକୁ ଆହୁରି ଟିକେ ଗୋଲ୍ଡେନ୍ ବ୍ରାଉନ୍ କରିପାରିବେ, ନହେଲେ ଏତିକି ବି ଚଳିବ। ଦେଖନ୍ତୁ ହାତରେ ଚାପୁଡ଼ି ଧରିଲା ମଧ୍ୟ ଏହା କେତେ ନରମ ଲାଗୁଛି, ନରମ ତୁଲତୁଲିଆ ଅଛି। ଆଜିର ଜଳଖିଆ ଗୋଟେ ଥର ନିଶ୍ଚୟ ଟ୍ରାଏ କରିବେ। ଖୁବ୍ କମ୍ ସମୟରେ ଖୁବ୍ କମ୍ ମେହନତରେ ଏହିପରି ଜଳଖିଆ ତିଆରି କରନ୍ତୁ ଏବଂ ପିଲାମାନଙ୍କୁ ଟିଫିନରେ ମଧ୍ୟ ଦିଅନ୍ତୁ। ଏହି ଜଳଖିଆ ଖୁବ୍ ସମୟ ଯାଏଁ ନରମ ରହିଥାଏ। ଦେଖନ୍ତୁ ମୁଁ କେତେ ସାରା ତିଆରି କରିଛି। ଏହିପରି ଆପଣମାନେ ଏହି ଜଳଖିଆର କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ। ତ ଦେଖନ୍ତୁ ମୁଁ ଏହାକୁ ମିଡ଼ିୟମ୍ କ୍ୱାଣ୍ଟିଟିରେ କରିଛି। ଦେଖିବାକୁ କେତେ ସୁନ୍ଦର ଦେଖାଯାଉଛି। ଯେହେତୁ ଆମେ ଏଥିରେ ଦହି, କ୍ଷୀର ଆଉ ଗୁଡ଼ ଆଡ଼୍ କରିଛୁ, ଏହା ଖାଇବା ପାଇଁ ବହୁତ ଟେଷ୍ଟି। ଦେଖନ୍ତୁ ହାତରେ ଛିଣ୍ଡେଇଲା ମାତ୍ରେ ଏହା କେତେ ସୁନ୍ଦର ଏହା ଛିଣ୍ଡି ଯାଉଛି। ଏତେ ନରମ ସ୍ୱାଦିଷ୍ଟ ଜଳଖିଆ କାହାକୁ ବା ଖାଇବା ପାଇଁ ଭଲ ନ ଲାଗେ। ଆପଣମାନେ ଗୋଟେ ଥର ନିଶ୍ଚୟ ଟ୍ରାଏ କରନ୍ତୁ। ଏହିପରି ଦେଖନ୍ତୁ ଏହି ସ୍ୱାଦିଷ୍ଟ ଚଟଣି ଆପଣମାନେ ଇଟିଲି, ଦୋସା କୌଣସି ଜିନିଷରେ ମଧ୍ୟ ଖାଇପାରିବେ। ତ ଦର୍ଶକ ବନ୍ଧୁମାନେ ଆଜିର ରେସିପି ଟିକିଏ ବି ଭଲ ଲାଗିଥିଲେ ଗୋଟେ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତ ଏହି ଜଳଖିଆ ହେଲ୍ଦି ମଧ୍ୟ ଆଉ ସ୍ୱାଦିଷ୍ଟ ମଧ୍ୟ, ତାହେଲେ ଏଇଥିପାଇଁ ପିଲାମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ। ତ ଗୋଟେ ଥର ନିଶ୍ଚୟ ଟ୍ରାଏ କରିବେ। ଏହିପରି ନୂଆ ନୂଆ ରେସିପି ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ନିଶ୍ଚୟ ପ୍ରେସ୍ କରିଦେଇଥିବେ, ଯେଉଁଥିରେ କି ସର୍ବପ୍ରଥମେ ଆପଣମାନେ ଭିଡ଼ିଓ ଦେଖିପାରିବେ। ତ ରହୁଛି ନମସ୍କାର, ଜୟ ଜଗନ୍ନାଥ।